ବନ୍ଧୁଗଣ ଆଜିର ଏହି ଭିଡ଼ିଓଟି ସିଂହ ରାଶିର ବ୍ୟକ୍ତିବିଶେଷ ମାନଙ୍କ ପାଇଁ ବହୁତ ଅଧିକ ଖାସ୍ ଅଟେ। କାହିଁକି ନା ଆଜିର ଏହି ଭିଡ଼ିଓରେ ଆମେ ଆଲୋଚନା କରିବା ଯେ ସିଂହ ରାଶିର ବ୍ୟକ୍ତିବିଶେଷ ମାନଙ୍କର ଅନ୍ତିମ ମାସଟି ବା ଆମର ଏହି 2024ର ଡିସେମ୍ବର ମାସଟି କିପରି କଟିବ। ଏହା ସହିତ ଏହି ଭିଡ଼ିଓରେ ମଧ୍ୟ ଆପଣଙ୍କର ନବଗ୍ରହଙ୍କର ସ୍ଥିତି ସମ୍ପର୍କରେ ଆଲୋଚନା କରିବା ଏବଂ ଆପଣଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରେମ, ବୈବାହିକ ଜୀବନ, କ୍ୟାରିୟର, ଭାଗ୍ୟ, ବେପାର ବାଣିଜ୍ୟର ସ୍ଥିତି କିପରି ରହିବ ଏହା ସମ୍ପର୍କରେ ମଧ୍ୟ ଜାଣିବା ଏବଂ ଏଥିସହିତ କେତେକ ପ୍ରତିକାର ମଧ୍ୟ ଜାଣିବା ଯାହା ଆପଣଙ୍କୁ ନବଗ୍ରହମାନେ ପ୍ରଦାନ କରୁଥିବା ଅଶୁଭତ୍ୱ ଫଳଗୁଡ଼ିକ ଖଣ୍ଡନ କରିବ। ତେବେ ତା ପୂର୍ବରୁ ଯଦି ଆପଣଙ୍କର ସିଂହ ରାଶି ହୋଇଥାଏ ତାହେଲେ ଆପଣ ଆମର ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ ଏବଂ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରି ତଳେ ଆସୁଥିବା କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ, ଜୟ ଶ୍ରୀ ଜଗନ୍ନାଥ ଅବଶ୍ୟ ଲେଖନ୍ତୁ। ଏହା ସହିତ ଚ୍ୟାନେଲଟିରେ ନୂଆ କରି ଆସିଥିଲେ ଚ୍ୟାନେଲଟିକୁ ମଧ୍ୟ ସବସ୍କ୍ରାଇବ୍ କରିନିଅନ୍ତୁ। ତେବେ ଫ୍ରେଣ୍ଡସ୍, ସର୍ବପ୍ରଥମେ ଆସନ୍ତୁ ଜାଣିନେବା ଯେ ଏହି ମାସରେ ଆପଣଙ୍କର ନବଗ୍ରହଙ୍କର ସ୍ଥିତି କିପରି ରହିଅଛି। ଆମର ରାଶି ଚକ୍ରରେ 12ଗୋଟି ରାଶି ରହିଅଛି। ସେହି 12ଗୋଟି ରାଶିମାନଙ୍କ ମଧ୍ୟରୁ ପଞ୍ଚମ ରାଶିଟି ହେଉଛି ସିଂହ ରାଶି। ସିଂହ ରାଶିର ବ୍ୟକ୍ତିବିଶେଷମାନଙ୍କର ସ୍ୱାମୀ ଅଧିପତି ହେଉଛନ୍ତି ସୂର୍ଯ୍ୟ। ସୂର୍ଯ୍ୟ ହେଉଛନ୍ତି ନବଗ୍ରହମାନଙ୍କର ରାଜା ଏବଂ ସେ ଆପଣଙ୍କର ଚତୁର୍ଥ ଗୃହରେ ଅବସ୍ଥାନ କରିଛନ୍ତି ଏବଂ ତାଙ୍କ ସହ ବୁଧ ମଧ୍ୟ ଅବସ୍ଥାନ କରିଛନ୍ତି। ଦ୍ୱିତୀୟ ଗୃହରେ କେତୁ ଅବସ୍ଥାନ କରିଛନ୍ତି, ଷଷ୍ଠ ଗୃହରେ ଶୁକ୍ର ଅବସ୍ଥାନ କରିଛନ୍ତି, ସପ୍ତମ ଗୃହରେ ଶନି ଅବସ୍ଥାନ କରିଛନ୍ତି, ଅଷ୍ଟମ ଗୃହରେ ରାହୁ ଅବସ୍ଥାନ କରିଛନ୍ତି, ଦଶମ ଗୃହରେ ଗୁରୁ ବୃହସ୍ପତି ଅବସ୍ଥାନ କରିଛନ୍ତି, ଦ୍ୱାଦଶ ଗୃହରେ ମଙ୍ଗଳ ଅବସ୍ଥାନ କରିଛନ୍ତି। ତେବେ ବନ୍ଧୁଗଣ, ବର୍ତ୍ତମାନ ଆସନ୍ତୁ ଜାଣିନେବା ଯେ ଆପଣଙ୍କର ସ୍ୱାସ୍ଥ୍ୟ ଏହି ମାସରେ କିପରି ରହିବ। ଦେଖନ୍ତୁ ବନ୍ଧୁଗଣ, ପ୍ରଥମ ଗୃହଟିକୁ ସ୍ୱାସ୍ଥ୍ୟର ଗୃହ ବୋଲି ମାନାଯାଇଥାଏ। ଆପଣଙ୍କର ଇମ୍ୟୁନିଟି ସିଷ୍ଟମର ଗୃହ ବା ସେଲ୍ଫର ଗୃହ ବୋଲି ମାନାଯାଇଥାଏ। ତେବେ ଆପଣଙ୍କର ପ୍ରଥମ ଘରର ସ୍ୱାମୀ ବା ରାଶି ସ୍ୱାମୀ ରହିଲେ ସୂର୍ଯ୍ୟ। ସୂର୍ଯ୍ୟ ଆପଣଙ୍କର ଚତୁର୍ଥ ସ୍ଥାନରେ ଅବସ୍ଥାନ କରିଛନ୍ତି ଏବଂ ଯେହେତୁ ସେ ବୁଧଙ୍କ ସହିତ ଅବସ୍ଥାନ କରିଛନ୍ତି ସେଥିପାଇଁ ସେ ସେଠାରେ ବୁଧାଦିତ୍ୟ ରାଜଯୁଗ ମଧ୍ୟ ବନଉଛନ୍ତି। ତେଣୁ ଗୁରୁ ବୃହସ୍ପତିଙ୍କର ଦୃଷ୍ଟି ମଧ୍ୟ ସୂର୍ଯ୍ୟଙ୍କ ଉପରେ ଅଛି, ପ୍ରଥମ ଗୃହକୁ ଅଛି, ଆଉ ଶନିଙ୍କର ଦୃଷ୍ଟି ମଧ୍ୟ ପଞ୍ଚମ ଗୃହ ଉପରେ ଅଛି। ତେଣୁ ଆପଣଙ୍କର ସ୍ୱାସ୍ଥ୍ୟ ଏହି ମାସରେ ବହୁତ ଭଲ ରହିବ। ଏଥିପାଇଁ କୌଣସି ଚିନ୍ତାର କାରଣ ହିଁ ନାହିଁ। ଆଉ ଆପଣଙ୍କର ଭାଗ୍ୟର ସ୍ୱାମୀ ଯେହେତୁ ମଙ୍ଗଳ ଅଟନ୍ତି, ସେ ଆପଣଙ୍କର ଦ୍ୱାଦଶ ଗୃହରେ ଅବସ୍ଥାନ କରିଛନ୍ତି ମାନେ ଏହି ସମୟରେ ଆପଣଙ୍କର ହଠାତ୍ ଟିକେ ମୁଣ୍ଡବିନ୍ଧା ହୋଇପାରେ। କୁଆଡ଼େ ଯଦି ଆପଣ ଯାଉଛନ୍ତି ତାହେଲେ ଆପଣଙ୍କୁ ଟିକେ ଏନର୍ଜି କମଜୋର ଲାଗିପାରେ, ଆପଣଙ୍କୁ ବହୁତ ଥକା ଲାଗିପାରେ, ଏନ୍ଜାଇଟି ମଧ୍ୟ ଫିଲ୍ ହୋଇପାରେ। କାରଣ ମଙ୍ଗଳ ଆମର ଷ୍ଟାମିନା ଅଟନ୍ତି, ମଙ୍ଗଳ ଆମର ଏନର୍ଜି ଅଟନ୍ତି, ଆଉ ଏହିସବୁ ଜିନିଷ ସେହିଥିରେ ହିଁ ଦେଖାଯାଇଥାଏ। ଯଦି ଆପଣ ଦୂରଯାତ୍ରା କରୁଛନ୍ତି ତାହେଲେ ଆପଣଙ୍କ ସାଥିରେ ଏମିତି ହିଁ ଘଟିପାରେ, ନଚେତ୍ ସେମିତି କିଛି ବଡ଼ ସମସ୍ୟା ନାହିଁ। ଯେହେତୁ ସୂର୍ଯ୍ୟଙ୍କର ସ୍ଥିତି ଭଲ ଅଛି ଆଉ ସେ ଆପଣଙ୍କ ରାଶିର ସ୍ୱାମୀ, ତେଣୁ କୌଣସି ସେମିତି ବଡ଼ ସମସ୍ୟା ଆପଣଙ୍କର ହେବ ନାହିଁ। ତେବେ ବନ୍ଧୁଗଣ, ବର୍ତ୍ତମାନ ଆସନ୍ତୁ ଜାଣିନେବା ଯେ ଆପଣଙ୍କର ଶିକ୍ଷା କ୍ଷେତ୍ର ଏହି ମାସରେ କିପରି ରହିବ। ଦେଖନ୍ତୁ, ଶିକ୍ଷା କ୍ଷେତ୍ରର ଗୃହ ହେଉଛି ପଞ୍ଚମ ଗୃହ, ଆଉ ଆପଣଙ୍କର ପଞ୍ଚମ ଗୃହର ଅଧିପତି ହେଉଛନ୍ତି ଗୁରୁ ବୃହସ୍ପତି। ଆଉ ଗୁରୁ ବୃହସ୍ପତି ଆପଣଙ୍କର ଦଶମ ସ୍ଥାନରେ ଅବସ୍ଥାନ କରିଛନ୍ତି ଏବଂ ସେ ମଧ୍ୟ ଭଲ ସ୍ଥାନରେ ହିଁ ଅବସ୍ଥାନ କରିଛନ୍ତି। ସେ କେନ୍ଦ୍ରରେ ଅବସ୍ଥାନ କରିଛନ୍ତି। ତ ସୂର୍ଯ୍ୟ ଏବଂ ବୁଧଙ୍କର ଦୃଷ୍ଟି ମଧ୍ୟ ଗୁରୁଙ୍କ ଉପରେ ପଡ଼ୁଛି। ଯେହେତୁ ଗୁରୁ କେନ୍ଦ୍ରରେ ଅବସ୍ଥାନ କରିଛନ୍ତି ଆଉ ସେ ସ୍ୱତନ୍ତ୍ର ଅଟନ୍ତି, ମଜବୁତ ମଧ୍ୟ ଅଛନ୍ତି, ଆଉ ଗୁରୁ ହେଉଛନ୍ତି ଜ୍ଞାନର କାରକ। ସେ ମଧ୍ୟ ଆପଣଙ୍କୁ ଜ୍ଞାନ ବହୁତ ମାତ୍ରାରେ ଦେବେ। ଆପଣଙ୍କର ପାଠପଢ଼ାରେ ମେଣ୍ଟାଲିଟି ବହୁତ ଭଲ ରଖିବେ, ମ୍ୟାଚୁରିଟି ଆପଣଙ୍କୁ କରିବେ ଏବଂ ଠିକ୍ ବାଟ, ଠିକ୍ ଦିଗ, ଆଉ କ'ଣ କଲେ ଆପଣଙ୍କର ଭଲ ହେବ, କେଉଁ ପାଠ ପଢ଼ିଲେ ଆପଣଙ୍କର ଭଲ ହେବ ଏବଂ ଯାହା ବି କିଛି ଆପଣ କରିବା ପାଇଁ ଚାହୁଁଛନ୍ତି ଗୁରୁ ଆପଣଙ୍କୁ ବାଟ ଦେଖାଇବେ। ତ ସୂର୍ଯ୍ୟ ଆପଣଙ୍କର କେନ୍ଦ୍ରରେ ଅବସ୍ଥାନ କରିଛନ୍ତି। ଯେତେବେଳେ ସେ ଆପଣଙ୍କର ପଞ୍ଚମ ଗୃହକୁ ଆସିବେ 15 ଡିସେମ୍ବର ପରେ ଆପଣଙ୍କର ପାଠପଢ଼ା ଆହୁରି ଭଲ ରହିବ। ଆଉ ଯଦି ଆପଣ ଗଭର୍ଣ୍ଣମେଣ୍ଟ ଏକ୍ଜାମ ପାଇଁ ଆପଣ ପ୍ରସ୍ତୁତ ହେଉଥିଲେ କିମ୍ବା କିଛି ପାଇଁ ପ୍ରିପେୟାର ଆପଣ ହେଉଛନ୍ତି ତାହେଲେ ଆପଣଙ୍କ ପାଇଁ ଭଲ ରହୁଛି 15 ଡିସେମ୍ବର ପରେ। ଆଉ ପାଠପଢ଼ାକୁ ଦେଖିବାକୁ ଗଲେ ତ ବହୁତ ଭଲ ଅଛି ଆପଣଙ୍କର। ଆପଣଙ୍କର ମନ ପାଠପଢ଼ାରେ ଲାଗିବ, ଆପଣ ଯାହା କିଛି ପଢ଼ିବେ ସେଥିରେ ଆପଣଙ୍କୁ ସଫଳତା ମିଳିବ।
ଯଦି ଆପଣଙ୍କର କେଉଁଠାରେ ଆଡ଼ମିସନ୍ କରିବାର ଅଛି କିମ୍ବା ପାଠପଢ଼ାକୁ ନେଇ କେଉଁଠାରେ କିଛି ଚେଞ୍ଜ କରିବାର ଅଛି, ସେଇଟା ବି ଆପଣଙ୍କ ପାଇଁ ଭଲ ରହିଅଛି। ତେବେ ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଜାଣିନେବା ଯେ ଏହି ମାସରେ ଆପଣଙ୍କର ପ୍ରେମ ଜୀବନ କିପରି ରହିବ। ଦେଖନ୍ତୁ ବନ୍ଧୁଗଣ, ପ୍ରେମ ଜୀବନର ଗୃହ ମଧ୍ୟ ପଞ୍ଚମ ଗୃହ ହୋଇଥାଏ। ଆପଣ ତ ଜାଣିଲେ ଶିକ୍ଷାକ୍ଷେତ୍ରର ଗୃହ ପଞ୍ଚମ ଗୃହ ଏବଂ ସନ୍ତାନଙ୍କ ଗୃହ ପଞ୍ଚମ ଗୃହ, ଆଉ ପ୍ରେମ ଜୀବନର ଗୃହ ମଧ୍ୟ ପଞ୍ଚମ ଗୃହ ହୋଇଥାଏ। ତ ପଞ୍ଚମ ଗୃହର ଅଧିପତି ରହିଲେ ଗୁରୁ ବୃହସ୍ପତି, ଯିଏକି ଆପଣଙ୍କର ଦଶମ ସ୍ଥାନରେ କେନ୍ଦ୍ରରେ ଅବସ୍ଥାନ କରିଛନ୍ତି। ଆଉ ଗୁରୁଙ୍କର ଦୃଷ୍ଟି ସୂର୍ଯ୍ୟଙ୍କ ଉପରେ ରହିଛି ଏବଂ ସୂର୍ଯ୍ୟଙ୍କର ଦୃଷ୍ଟି ଗୁରୁଙ୍କ ଉପରେ ରହିଅଛି। ତା ମାନେ ଆପଣ ଯାହାକୁ ଭଲ ପାଉଛନ୍ତି ସେ ଆପଣଙ୍କ ଉପରେ ଫୋକସ୍ ରଖିବେ ଏବଂ ଆପଣ ତାଙ୍କ ଉପରେ ଫୋକସ୍ ରଖିବେ। ସେ କ'ଣ କରୁଛନ୍ତି କିମ୍ବା କ'ଣ ନ କରୁଛନ୍ତି ସେଟା ତ ଆପଣ ଦେଖିବେ ଏବଂ ପଜିଟିଭ୍ ମଧ୍ୟ ରହିବେ। ତା ମାନେ ନୁହଁ କି ଆପଣ ଯେଉଁ ତାଙ୍କ ଉପରେ ନଜରଟା ରଖିବେ କିମ୍ବା ସିଏ ଆପଣଙ୍କ ଉପରେ ନଜରଟା ରଖିବେ ତାହା ନେଗେଟିଭରେ ରହିବ। ଆପଣଙ୍କର ନଜର ପଜିଟିଭ୍ ରହିବ, ତାଙ୍କ ପ୍ରତି କେୟାର ରହିବ ଏବଂ ଫିଲିଂସ୍ ମଧ୍ୟ ବହୁତ ଭଲ ଭାବରେ ରହିବ। କାହିଁକି ନା ସୂର୍ଯ୍ୟଙ୍କର ଏବଂ ଗୁରୁଙ୍କର ଏହି ଦୁଇ ଜଣଙ୍କ ଉପରେ ଦୃଷ୍ଟି ରହୁଛି। କିନ୍ତୁ ଆପଣଙ୍କ ରାଶିର ସ୍ୱାମୀ ସୂର୍ଯ୍ୟ ପଞ୍ଚମ ଗୃହକୁ ଆସିଯିବେ। ଏହି ମାସରେ ଆପଣଙ୍କର ପ୍ରେମ ଜୀବନ ଆହୁରି ଭଲ ରହିବ, ଆହୁରି ଫୋକସ୍ ରହିବ। ଏହା ସହିତ ଆପଣଙ୍କର ପ୍ରେମ ଜୀବନରେ ଭଲ ପାଇବା ବଢ଼ିବ, ଫିଲିଂସ୍ ବଢ଼ିବ। ଆଉ ଯେହେତୁ ଆପଣଙ୍କ ରାଶିର ସ୍ୱାମୀ ହେଉଛନ୍ତି ସୂର୍ଯ୍ୟ, ତେଣୁ ଆପଣ ଟିକିଏ ଡାଉନ୍ ରୁହନ୍ତୁ। ସୂର୍ଯ୍ୟ ହେଉଛନ୍ତି ଉତ୍ତପ୍ତ ଗ୍ରହ, ତେଣୁ ଆପଣ ଯଦି ରାଗୁଛନ୍ତି ତାହେଲେ ନିଜର ବିଚାରକୁ ଆପଣ ଅନ୍ୟ ଉପରେ ନଦନ୍ତୁ ନାହିଁ। ଆଉ ଆପଣ ନିଜର ରାଗକୁ, ନିଜର କ୍ରୋଧକୁ କଣ୍ଟ୍ରୋଲ କରନ୍ତୁ ଏବଂ ନିଜର ଗୁଣକୁ ମଧ୍ୟ ଆପଣ ଟିକିଏ ଅନ୍ୟ କାହା ଆଗରେ ଦେଖାନ୍ତୁ ନାହିଁ। ସେହି ସବୁରୁ ଯଦି ଆପଣ ଟିକିଏ ଦୂରାଇ ରହିବେ ତାହେଲେ ଆପଣଙ୍କର ପ୍ରେମ ଜୀବନ ଟିକିଏ ଭଲ ଆସିବ। ଆଉ ଯଦି ଆପଣ ତାଙ୍କ ଉପରେ ରାଗିବେ କିମ୍ବା ନିଜର କଥାକୁ ଆପଣ ଅନ୍ୟ ଉପରେ ଲଦିବେ, ଯଦି ଏହିସବୁ ଆପଣ କରୁଛନ୍ତି ତାହେଲେ ଆପଣଙ୍କର ପ୍ରେମ ଜୀବନରେ ଟିକିଏ ସମସ୍ୟା ଆସିପାରେ। ତେଣୁ ଏଥିପାଇଁ ଆପଣ ଟିକିଏ ନିଜେ ଦାୟୀ ହୋଇପାରନ୍ତି। ସେଥିପାଇଁ ଫ୍ରେଣ୍ଡସ୍, ଆପଣମାନେ ନିଜକୁ ଟିକିଏ ସ୍ଥିର ରଖନ୍ତୁ ଏବଂ ତରତର ହୋଇ କିଛି କାହାକୁ କୁହନ୍ତୁ ନାହିଁ। ସାମ୍ନା ଲୋକଙ୍କୁ ଆପଣ ଯାହାକୁ ଲଭ୍ କରୁଛନ୍ତି, ଭଲ ପାଉଛନ୍ତି, ତାଙ୍କୁ ଆପଣ ଟିକିଏ ବୁଝନ୍ତୁ। ଏହାପରେ ଆପଣ ନିଜେ ହିଁ ଦେଖିବେ ଯେ ଆପଣଙ୍କର ପ୍ରେମ ଜୀବନ ଟିକିଏ ବହୁତ ଭଲ ରହିବ। ଆପଣଙ୍କର ତ ପ୍ରେମ ଜୀବନ ବହୁତ ଭଲ ଦେଖା ଦେଉଛି, ସେଥିରେ କିଛି ସମସ୍ୟା ଦେଖା ଦେଉନାହିଁ। କିନ୍ତୁ ଏହିଭଳି ସମୟରେ ଆପଣଙ୍କର ରାଗକୁ ଯଦି ଆପଣ କଣ୍ଟ୍ରୋଲ କରୁଛନ୍ତି ତାହେଲେ ଏହା ଆପଣଙ୍କର ପ୍ରେମ ଜୀବନ ପାଇଁ ବହୁତ ଭଲ ହେବ। ତେବେ ବନ୍ଧୁଗଣ, ବର୍ତ୍ତମାନ ଆସନ୍ତୁ ଜାଣିନେବା ଯେ ଏହି ମାସରେ ଆପଣଙ୍କର ବୈବାହିକ ଜୀବନ କିପରି ରହିବ। ଆପଣଙ୍କର ବୈବାହିକ ଜୀବନର ଗୃହ ହେଉଛି ସପ୍ତମ ଗୃହ। ଆଉ ସପ୍ତମ ଗୃହର ଅଧିପତି ରହିଲେ ଶନି। ଶନି ବର୍ତ୍ତମାନ ସପ୍ତମ ଗୃହରେ ନିଜ ରାଶିରେ ଅବସ୍ଥାନ କରିଛନ୍ତି। ଆଉ ସେ ମଧ୍ୟ ବକ୍ରି ଥିଲେ, ହେଲେ ନଭେମ୍ବର 15 ଠାରୁ ସେ ମାର୍ଗୀ ହୋଇସାରିଛନ୍ତି। ତେଣୁ ଶନିଙ୍କର ଦୃଷ୍ଟି ବହୁତ ଭଲ ଅଛି ଏବଂ ମଙ୍ଗଳଙ୍କର ଦୃଷ୍ଟି ଯେହେତୁ ସପ୍ତମ ଗୃହ ଉପରକୁ ପଡ଼ୁଛି, ତେଣୁ ଆପଣଙ୍କର ଜୀବନସାଥୀ ଟିକିଏ ରାଗିପାରନ୍ତି, ଟିକିଏ ଜିଦି ରଖିପାରନ୍ତି, ଟିକିଏ କ୍ରୋଧୀ ସ୍ୱଭାବର ହୋଇପାରନ୍ତି। ହୁଏତ ସେ କାହା କଥା ଶୁଣି ନ ପାରନ୍ତି ଏବଂ ମନ ଇଚ୍ଛା ସେ ତାଙ୍କର କାମକୁ କରିପାରନ୍ତି। ହେଲେ ଆପଣଙ୍କର ବୈବାହିକ ଜୀବନରେ କିଛି ସମସ୍ୟା ନାହିଁ। କିନ୍ତୁ ଯେହେତୁ ଶନି ଆପଣଙ୍କର ଏହିସବୁ ସମସ୍ୟା ଦେଖେଇବେ ଆଉ ଆପଣଙ୍କର ପାର୍ଟନର ଆପଣଙ୍କ ଉପରେ ରାଗିବେ, ତେଣୁ ଯଦି ଆପଣ ତାଙ୍କର ରାଗକୁ ଟିକିଏ କଣ୍ଟ୍ରୋଲ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଭଲ ରହିବ। ତେବେ ଶନି ଯେଉଁଠି ବି ଅବସ୍ଥାନ କରିଥାନ୍ତି କିମ୍ବା ନିଜ ଗୃହରେ ସେ ଯେଉଁଠି ବି ଅବସ୍ଥାନ କରିଥାନ୍ତି ସେହି ଗୃହକୁ ସେ କେତେବେଳେ ବି ଖରାପ କରନ୍ତି ନାହିଁ। ତେଣୁ ଶନି ଆପଣଙ୍କୁ ବହୁତ ଭଲ ବାଟ ଦେଖାଇବେ ଏବଂ ଆପଣଙ୍କର ଯାହା ବି କିଛି ଖରାପ ହେବ ସେ ମଧ୍ୟ ସେଇଟା ଠିକ୍ କରିଦେବେ। ଏବଂ ଯଦି ଆପଣଙ୍କର କିଛି ପ୍ଲାନିଂ ରହିଛି ତାହେଲେ ଆପଣଙ୍କର ସେଇ ପ୍ଲାନିଂଟା ମଧ୍ୟ ବହୁତ ଭଲ ରହିବ। ହେଲେ ଆପଣଙ୍କର ବୈବାହିକ ଜୀବନ ଉପରେ ଆପଣଙ୍କୁ ଟିକିଏ ନଜର ରଖିବା ପାଇଁ ପଡ଼ିବ। ଆପଣଙ୍କର ବୈବାହିକ ଜୀବନକୁ ଆପଣ ଟିକିଏ ଭଲ ବନାଇବା ପାଇଁ ଚେଷ୍ଟା କରିବେ ଏବଂ ଏହି ସମୟରେ ଆପଣ ଆପଣଙ୍କର ଜୀବନସାଥୀଙ୍କ ସହିତ କିଛି ପ୍ଲାନିଂ କରିପାରନ୍ତି, କିଛି ଭାବିପାରନ୍ତି। ବୁଲିବା ପାଇଁ ମଧ୍ୟ ଆପଣ ଏହି ସମୟରେ କିଛି ପ୍ଲାନିଂ କରିପାରନ୍ତି। ଆପଣଙ୍କର ଏହି ସମୟରେ ବୁଲାବୁଲି ପାଇଁ କୌଣସି ସ୍ଥାନକୁ ଯିବାର ଯୋଗ ଦେଖାଉଛି ଏବଂ ଆପଣଙ୍କର ବୈବାହିକ ଜୀବନ ଏହି ସମୟରେ ମଧ୍ୟ ଭଲ ଅଛି। ହେଲେ ଆପଣଙ୍କର ଜୀବନସାଥୀଙ୍କର ଯାହା ବି ଟିକେ ଜିଦି କିମ୍ବା ରାଗ ରହିବ ସେଥିପ୍ରତି ଟିକେ ଆପଣ ଧ୍ୟାନ ଦିଅନ୍ତୁ ଏବଂ କଣ୍ଟ୍ରୋଲ କଲେ ଆପଣଙ୍କ ପାଇଁ ବହୁତ ଭଲ ରହିବ। ତେବେ ବନ୍ଧୁଗଣ, ବର୍ତ୍ତମାନ ଆସନ୍ତୁ ଜାଣିନେବା ଯେ ଆପଣଙ୍କର ଭାଗ୍ୟ ଏହି ଅନ୍ତିମ ମାସରେ ବା ଡିସେମ୍ବର ମାସରେ କିପରି ରହିବ। ଦେଖନ୍ତୁ ବନ୍ଧୁଗଣ, ଆପଣଙ୍କର ଭାଗ୍ୟର ସ୍ଥାନ ହେଉଛି ନବମ ସ୍ଥାନ।
ଆଉ ଆପଣଙ୍କର ନବମ ସ୍ଥାନର ଅଧିପତି ହେଉଛନ୍ତି ମଙ୍ଗଳ, ଯିଏକି ଆପଣଙ୍କର ଦ୍ୱାଦଶ ଗୃହରେ ଅବସ୍ଥାନ କରିଛନ୍ତି। ଆଉ ମଧ୍ୟ ସେ କମଜୋର ବା ନୀଚ ହୋଇକରି ଅବସ୍ଥାନ କରିଛନ୍ତି। ତେଣୁ ଗୁରୁ ବୃହସ୍ପତିଙ୍କର ଦୃଷ୍ଟି ମଧ୍ୟ ପଞ୍ଚମ ଦୃଷ୍ଟିରେ ମଙ୍ଗଳକୁ ଦେଖୁଛନ୍ତି। ଆଉ ଯଦି ସେ ମଙ୍ଗଳଙ୍କୁ ଦେଖୁଛନ୍ତି ମାନେ ଆପଣ ଗୋଟିଏ କଥା ମନେ ରଖନ୍ତୁ, ଯଦି ଆପଣଙ୍କର ଅତି ଜରୁରୀ ଅଛି ତେବେ ଆପଣ କେଉଁଠାରେ ଇନଭେଷ୍ଟ କରିବା ପାଇଁ ଚାହୁଁଛନ୍ତି କିମ୍ବା କିଛି ଭାଗ୍ୟ ସହିତ ଜଡ଼ିତ କାର୍ଯ୍ୟ ଆପଣ କରିବା ପାଇଁ ଚାହୁଁଛନ୍ତି ତାହେଲେ କରନ୍ତୁ। କିମ୍ବା ଯଦି ଆପଣଙ୍କର କୌଣସି ବେଶୀ ଜରୁରୀ ନାହିଁ କିମ୍ବା କାହାକୁ ପଇସା ଦେବା ଅତି ଜରୁରୀ ନାହିଁ ତାହେଲେ ଆପଣ କେଉଁଥିରେ ପଇସା ଇନଭେଷ୍ଟ କରନ୍ତୁ ନାହିଁ କିମ୍ବା କିଛି ଜିନିଷ କିଣନ୍ତୁ ନାହିଁ। ନଚେତ୍ ଏପରି କରିବା ଦ୍ୱାରା ଆପଣ ହଇରାଣରେ ପଡ଼ିପାରନ୍ତି। ଆଉ ଆପଣଙ୍କର ରାଶିର ସ୍ୱାମୀ ତ ଠିକ୍ରେ ଅଛନ୍ତି, ହେଲେ ବି ଯେହେତୁ ମଙ୍ଗଳ ନୀଚରେ ଅବସ୍ଥାନ କରିଛନ୍ତି ତେବେ ଆପଣ ଇନଭେଷ୍ଟ କରିବା ପୂର୍ବରୁ ବହୁତ ଥର ଭାବନ୍ତୁ ଏବଂ ନିଜର ଜନ୍ମ ଜାତକକୁ ଆପଣ ନେଇ କୌଣସି ଭଲ ପଣ୍ଡିତଙ୍କ ପାଖରେ ଦେଖାନ୍ତୁ କିମ୍ବା ଜ୍ୟୋତିଷଙ୍କ ପାଖରେ ଦେଖାନ୍ତୁ। ଆପଣ କୌଣସି କାର୍ଯ୍ୟରେ ଏମିତି ତରତରିଆ ତତ୍ପରତା ଦେଖାନ୍ତୁ ନାହିଁ। ଯଦି ତରତର ହୋଇକରି ଆପଣ କାର୍ଯ୍ୟଟି କରୁଛନ୍ତି ତେବେ ଆପଣ ହଇରାଣରେ ପଡ଼ିପାରନ୍ତି। ଆଉ ରହିଲା, ଯଦି ଆପଣ ଶୁଭ କାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି କିମ୍ବା ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି ତେବେ ବିଶେଷ ଭାବରେ ଆପଣ କୌଣସି ଭଲ ପଣ୍ଡିତଙ୍କୁ ନିଜର ଜନ୍ମଜାତକକୁ ନେଇ ଦେଖାନ୍ତୁ। କାରଣ ଆପଣଙ୍କର ଭାଗ୍ୟର ସ୍ୱାମୀ ଟିକିଏ କମଜୋର ଅଛନ୍ତି, ତେଣୁ ସମସ୍ୟା ତ ନିଶ୍ଚିନ୍ତ ରୂପରେ ଆସିବ। ଏଇଟା ଗୋଚର ହିସାବରେ ଦେଖାଦେଉଛି। ତେଣୁ ଜଲ୍ଦି ଆପଣ ଯାହା ବି କିଛି କାମ କରିବା ପାଇଁ ଚାହୁଁଛନ୍ତି ସେଇଟା ଆପଣ ଡେରି କରିଦେବେ। ଆପଣଙ୍କର ଯେଉଁଟା ଜରୁରୀ କାମ ନାହିଁ ସେହି କାମଟାକୁ ଆପଣ ଏହି ମାସରେ କରନ୍ତୁ ନାହିଁ, ଚାହିଁଲେ ପର ମାସରେ ଆପଣ କରିପାରିବେ। କାମଗୁଡ଼ିକ ପର ମାସରେ କରିବା ତାହା ଆପଣଙ୍କ ପାଇଁ ବହୁତ ଭଲ ରହିବ। ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିନେବା ଯେ ଆପଣଙ୍କର କ୍ୟାରିୟର ବର୍ତ୍ତମାନ ଏହି ମାସରେ କିପରି ରହିବ। ଦେଖନ୍ତୁ ବନ୍ଧୁଗଣ, କ୍ୟାରିୟରର ଗୃହ ହେଉଛି ଦଶମ ଗୃହ। ଆଉ ଆପଣଙ୍କର ଦଶମ ଗୃହର ଅଧିପତି ରହିଲେ ଶୁକ୍ର, ଯିଏକି ଶୁକ୍ର ଆପଣଙ୍କର ଷଷ୍ଠ ସ୍ଥାନରେ ଅବସ୍ଥାନ କରିଛନ୍ତି। ଆଉ ଡିସେମ୍ବର 28 ତାରିଖକୁ ସେ ସପ୍ତମ ସ୍ଥାନକୁ ଅବସ୍ଥାନ କରିବେ। ତ ଷଷ୍ଠ ସ୍ଥାନରେ ଶୁକ୍ର ନିଜର ମିତ୍ରଙ୍କ ସ୍ଥାନରେ ଅବସ୍ଥାନ କରିଛନ୍ତି। ଏଥିରେ କିଛି ଅସୁବିଧା ତ ନାହିଁ, କିନ୍ତୁ ଷଷ୍ଠ ସ୍ଥାନଟି ହେଉଛି ରୋଗର, ଋଣର ଏବଂ ଶତ୍ରୁଙ୍କର ଗୃହ ଏପରି ମାନାଯାଇଥାଏ। ତେଣୁ ଆପଣ ଯେଉଁ ବି କାର୍ଯ୍ୟ କରିବେ ସେହି କାର୍ଯ୍ୟକୁ ଆପଣ ସହନଶୀଳତା ଭାବରେ କରିବେ, ଏନର୍ଜେଟିକ୍ ଭାବରେ କାର୍ଯ୍ୟଟିକୁ କରିବେ। କିନ୍ତୁ ଯେହେତୁ ଗୁରୁ ବୃହସ୍ପତି ଆପଣଙ୍କର ଦଶମ ସ୍ଥାନରେ ଅବସ୍ଥାନ କରିଛନ୍ତି, ହେଲେ ଏହି ସମୟରେ ଆପଣଙ୍କର ଶତ୍ରୁ ଆପଣଙ୍କୁ ଟିକେ ହଇରାଣ କରିପାରନ୍ତି। କାହିଁକି ନା ଶୁକ୍ର ମଧ୍ୟ ଷଷ୍ଠ ସ୍ଥାନରେ ଅବସ୍ଥାନ କରିଛନ୍ତି ଏବଂ ଏହି ସମୟରେ ଆପଣଙ୍କର ଶତ୍ରୁ ଆପଣଙ୍କୁ ହଇରାଣ ମଧ୍ୟ କରିପାରନ୍ତି। ଆଉ ଯେତିକି ଆପଣ କାମ ପାଇଁ ସିରିୟସ୍ ହେବେ ସେତିକି ଆପଣଙ୍କର ସାମ୍ନା ଲୋକ ଆପଣଙ୍କ ଉପରେ ଜେଲସ୍ ଫିଲ୍ କରିବେ। ସେ ସାମ୍ନା ଲୋକ ସବୁବେଳେ ଆପଣଙ୍କର ଦୁଶ୍ଚିନ୍ତା କରିବେ, ଆପଣ କେମିତି ହରେଇବେ ସେହି ଜିନିଷ ଆପଣଙ୍କ ପାଇଁ ସେ ଭାବିବେ। କାହିଁକି ନା ଶୁକ୍ର ଆପଣଙ୍କର ଷଷ୍ଠ ଗୃହରେ ଅବସ୍ଥାନ କରିଛନ୍ତି। କାମ ତ ଆପଣ ନିଶ୍ଚୟ ରୂପରେ ପୁରା କରିବେ, ହେଲେ ରେଜଲ୍ଟ ଆପଣଙ୍କର ଯେତିକି ଆସିବା କଥା ସେତିକି ଆସିବ ନାହିଁ, ଆପଣଙ୍କର କମ୍ ଆସିବ। ତା ମାନେ ନୁହଁ କି ଆପଣ କାମ କରିବେ ନାହିଁ, କାମ କରିବେ। କାହିଁକି ନା ସୂର୍ଯ୍ୟ ଯିଏକି ଆପଣଙ୍କର ଦଶମ ଗୃହକୁ ଦୃଷ୍ଟି ଦେଉଛନ୍ତି, ଆଉ ଗୁରୁ ବୃହସ୍ପତି ଯିଏକି ଆପଣଙ୍କର ଦଶମ ସ୍ଥାନରେ ଅବସ୍ଥାନ କରିଛନ୍ତି। ତେଣୁ ଏହି ସମୟରେ ଆପଣଙ୍କ ମଧ୍ୟରେ ମ୍ୟାନେଜମେଣ୍ଟର ସ୍କିଲ୍ ବହୁତ ଭଲ ରହିବ, କମ୍ୟୁନିକେସନ୍ ସ୍କିଲ୍ ମଧ୍ୟ ବହୁତ ଭଲ ରହିବ, ଜ୍ଞାନ ମଧ୍ୟ ଆପଣଙ୍କର ବହୁତ ଭଲ ରହିବ। କାହିଁକି ନା ଗୁରୁ ବୃହସ୍ପତି ହେଉଛନ୍ତି ଜ୍ଞାନର କାରକ। କାହିଁକି ନା ଏହି ସମୟରେ ଆପଣଙ୍କର ବୁଝିବା ଶକ୍ତି ବହୁତ ଭଲ ରହିବ, ତାରିଫ ମଧ୍ୟ ଆପଣଙ୍କୁ ମିଳିବ। ହେଲେ ଶତ୍ରୁ ଆପଣଙ୍କର ପାଖାପାଖି ରହିବେ। ଏହା ସହିତ ସେ ମଧ୍ୟ ଆପଣଙ୍କୁ ହଇରାଣ କରିବା ପାଇଁ ଚେଷ୍ଟା ମଧ୍ୟ କରିପାରନ୍ତି। ସେଥିପ୍ରତି ଆପଣଙ୍କୁ ଟିକେ ଧ୍ୟାନ ଦେବା ପାଇଁ ପଡ଼ିବ। କିନ୍ତୁ ଆପଣଙ୍କର ଶତ୍ରୁ ଆପଣଙ୍କ ଉପରେ କୌଣସି ବି ପ୍ରକାରର ପ୍ରଭାବ ପକାଇ ପାରିବେ ନାହିଁ। ଏହା ସହିତ ଏହି ସମୟରେ ମଧ୍ୟ ଆପଣଙ୍କର କୌଣସି ବି ପ୍ରକାରର ଅସୁବିଧା ହେବ ନାହିଁ। ହେଲେ ଯଦି ଆପଣଙ୍କର କ୍ୟାରିୟରକୁ ଦେଖିବା ପାଇଁ ଯିବା ତାହେଲେ ଆପଣଙ୍କର 75% ଭଲ ରହିଛି। ଗୋଟିଏ କଥା ଏହି ସମୟରେ ଆପଣ ଧ୍ୟାନରେ ରଖନ୍ତୁ ଯେ ଆପଣ ଏହି ସମୟରେ କାହା ସହିତ ଏତେ ଅଧିକ ଯୁକ୍ତିତର୍କ କରନ୍ତୁ ନାହିଁ। ନିଜ କାମକୁ ଆପଣ ନିଜେ କରନ୍ତୁ ଏବଂ ଅନ୍ୟମାନଙ୍କ ଠାରୁ ନିଜକୁ ଟିକେ ଦୂରାଇ ରଖନ୍ତୁ। ଏହା ସହିତ ନିଜର କାମକୁ ନିଜେ ଆପଣ ଭଲ ପାଆନ୍ତୁ ଏବଂ ନିଜକୁ ଭଲ ପାଆନ୍ତୁ। ଏହାପରେ ଆପଣ ଦେଖିବେ ଯେ ଆପଣଙ୍କ ପାଇଁ ଏହା ବହୁତ ଭଲ ରହିବ। ଦେଖନ୍ତୁ, ଯେଉଁମାନେ ଚାକିରି ଖୋଜୁଛନ୍ତି ସେମାନଙ୍କୁ ଚାକିରି ମିଳିପାରୁନଥିଲା, ତେବେ ସେମାନଙ୍କ ପାଇଁ ବହୁତ ଭଲ ଅଛି। ଗୁରୁ ବୃହସ୍ପତି ଦଶମରେ ଅଛନ୍ତି ଏବଂ ଶୁକ୍ର ମଧ୍ୟ ଭଲ ସ୍ଥିତିରେ ରହିଛନ୍ତି। ଶନି ମଧ୍ୟ ବହୁତ ଭଲ ସ୍ଥିତିରେ ଅଛି ଏବଂ ଆପଣଙ୍କୁ ଚାକିରି ମିଳିବାର ଯୁଗ ମଧ୍ୟ ବନୁଅଛି। ତେବେ ବନ୍ଧୁଗଣ ଏବେ ଆସନ୍ତୁ ଜାଣିନେବା ଯେ ଆପଣଙ୍କର ବେପାର ବାଣିଜ୍ୟ ବା ବିଜନେସ୍
ଏହି ମାସରେ ଏହି ଅନ୍ତିମ ମାସ ଡିସେମ୍ବର ମାସରେ କିପରି ରହିବ। ଦେଖନ୍ତୁ ବନ୍ଧୁଗଣ, ବେପାର ବାଣିଜ୍ୟର ଗୃହ ତ ହେଉଛି ସପ୍ତମ ଗୃହ। ସପ୍ତମ ଗୃହରେ ଶନି ନିଜ ରାଶିରେ ନିଜ ଗୃହରେ ଅବସ୍ଥାନ କରିଛନ୍ତି। ତେଣୁ ଏହି ମାସଟି ଆପଣଙ୍କ ପାଇଁ ଆପଣଙ୍କର ବେପାର ବାଣିଜ୍ୟ ସର୍ବୋତ୍ତମ ସର୍ବଶ୍ରେଷ୍ଠ ରହିବ। ଯେହେତୁ ଶନି ଆପଣଙ୍କର ଦଶମ ଗୃହରେ ଅଛନ୍ତି, ଷଷ୍ଠ ଗୃହରେ ଅଛନ୍ତି, ତେଣୁ ଆପଣଙ୍କର ଡେଲି ଇନକମ୍ରେ ବୃଦ୍ଧି ହେବ ଏବଂ ବୁଧ ଯେହେତୁ ଆପଣଙ୍କର ବୁଦ୍ଧିର କାରକ, ଆପଣଙ୍କର ବେପାରର କାରକ, ତେଣୁ ଆପଣଙ୍କର ବେପାର ବାଣିଜ୍ୟ ଏହି ସମୟରେ ବହୁତ ଭଲ ଦେଖାଯାଉଛି। ଆଉ ଯଦି ଆପଣ ଏହି ସମୟରେ ଆରମ୍ଭ କରିବାକୁ ଚାହୁଁଛନ୍ତି ବିଜନେସ୍, ତାହେଲେ ଆପଣ ଆରମ୍ଭ କରିପାରନ୍ତି। ଆପଣଙ୍କ ପାଇଁ ଏହା ବହୁତ ଭଲ ସମୟ ରହିଛି, ତେଣୁ ଭଲ ଇନକମ୍ ମଧ୍ୟ ଏଥିରେ ଦେଖାଦେଉଛି। ତେବେ ବନ୍ଧୁଗଣ, ବର୍ତ୍ତମାନ ଆସନ୍ତୁ ଜାଣିନେବା ଯେ ଆପଣଙ୍କ ପାଇଁ ପ୍ରତିକାର ସବୁ କ'ଣ ରହିଅଛି। ଦେଖନ୍ତୁ ଫ୍ରେଣ୍ଡସ୍, ଯେହେତୁ ଆପଣଙ୍କର ରାଶିର ସ୍ୱାମୀ ହେଉଛନ୍ତି ସୂର୍ଯ୍ୟ, ସେଥିପାଇଁ ଆପଣ ସୂର୍ଯ୍ୟଙ୍କର ବୀଜ ମନ୍ତ୍ରର ଜପ ପ୍ରତ୍ୟେକ ଦିନ ପାଠ କରନ୍ତୁ। ଆଉ ଯଦି ଆପଣ ଏହା କରି ନ ପାରୁଛନ୍ତି, ତାହେଲେ ଆପଣ ପ୍ରତ୍ୟେକ ଦିନ ଗାଧୋଇ ସାରିବା ପରେ ସକାଳୁ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଦେଖିବା ଆପଣଙ୍କ ଜୀବନରେ ଯାହା ବି କିଛି ସମସ୍ୟା ଆସୁଥିବ, ତାହା ଆପଣଙ୍କ ଜୀବନରୁ ଦୂରାଇଯିବ। ତା ସହିତ ଆପଣ ଗୁରୁ ବୃହସ୍ପତିଙ୍କର ବୀଜ ମନ୍ତ୍ରର ଜପ ପାଠ କରନ୍ତୁ। ଏହା ସହିତ ଯଦି ଆପଣ ସବୁବେଳେ ହନୁମାନ ଚାଳିଶା ଆହୁରି ପାଠ କରୁଛନ୍ତି, ତାହେଲେ ଏହା ଆପଣଙ୍କ ପାଇଁ ଆହୁରି ଭଲ ରହିବ। ତେବେ ବନ୍ଧୁଗଣ, ଆପଣମାନଙ୍କୁ ମୁଁ ଆଶା କରୁଛି ଏହି ଭିଡ଼ିଓଟି ନିଶ୍ଚିନ୍ତ ରୂପରେ ଭଲ ଲାଗିଥିବ। ଆଉ ଆପଣମାନଙ୍କର ଯଦି ସିଂହ ରାଶି ହୋଇଥାଏ, ତାହେଲେ ଆପଣ ନିଶ୍ଚୟ ରୂପରେ ଏହି ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ତଳେ ଆସୁଥିବା କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ, ଜୟ ଶ୍ରୀ ଜଗନ୍ନାଥ ଅବଶ୍ୟ ଲେଖନ୍ତୁ। ଏହା ସହିତ ଆପଣମାନେ ଆମର ଏହି ଚ୍ୟାନେଲଟିରେ ନୂଆ କରି ଆସିଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଆପଣଙ୍କ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିସାରିବା ପରେ ବେଲ୍ର ଆଇକନ୍ଟିକୁ ଦବାଇ ଅଲ୍ରେ ସିଲେକ୍ଟ କରନ୍ତୁ, ଯାହାଫଳରେ ଆମେ ପ୍ରତ୍ୟେକ ଦିନ ଅପଲୋଡ଼ କରୁଥିବା ଭିଡ଼ିଓ ଗୁଡ଼ିକ ଯାଇ ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିପାରିବ ଏବଂ ଆପଣ ଆମର ଏହି ଭିଡ଼ିଓ ଗୁଡ଼ିକର ଫାଇଦା ଉଠାଇ ପାରିବେ। ତେବେ ଫ୍ରେଣ୍ଡସ୍, ଆପଣମାନେ ଆପଣଙ୍କର ପ୍ରିୟଜନମାନଙ୍କୁ ଆମର ଏହି ଭିଡ଼ିଓଟିକୁ ସେୟାର କରନ୍ତୁ ଆଉ ସେମାନଙ୍କୁ ମଧ୍ୟ ଆମର ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ କୁହନ୍ତୁ। ତେବେ ବନ୍ଧୁଗଣ, ଆଜିର ଏହି ଭିଡ଼ିଓଟିକୁ ମୁଁ ଏଇଠି ରଖୁଛି। ପୁଣି କଥା ହେବା ଆଉ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ରହୁଛି, ଧନ୍ୟବାଦ, ଜୟ ଜଗନ୍ନାଥ।